हे कैलाशपति केते दिन मो कोल को शून्य कर रखिथिब प्रभु केते दिन मो कोल को शून्य करिथिब हे कैलाशपति हे वृषभ वाहन हे प्रभु पार्वती पति तबे परानी पुत्री को पुत्र दान करनी संतान को संतान दियो केते जन्म की पाप करथिली बोली मते एते बड़ दंड देउछ काहे कि प्रभु एते बड़ दंड देउछ काहे मो कोलरे संतान नाही बोली मो कोलरे संतान नाही बोली मु मो स्वामी सहित कथा हे पारुनी भल कर मुह देखी पारुनी हे प्रभु भोलानाथ मो कोलरे संतान दियो प्रभु मो कोलरे संतान दियो चिरदिन तम पाद तलरे दासी होई रही प्रभु हे प्रभु भोलानाथ तोरे मो कुआरी के ना करो प्रभु के ना करो प्रभु महेश्वर गुहारी से बाबा को पाखरे मो दुखर कहानी चलाइली वर्तमान बेलटा उच्चर हेलानी निश्चय चली से राज्य उआसकू मो स्वामी को राज्य कार्य व्यस्त थे ठीक अच्छी मु निश्चय चली से राज्य उआसकू हाँ हाँ से राज्य उआसकू महाराणी सुरेखा स्वामी हेलो ये महाराणी कहीं मौन ही बसी अछ एई पूजा गृह रे सतरे कहीं के जाने मो प्राण प्रियर मुखमंडलटा आज मौली जाइछि कहीं महाराणी कहीं स्वामी महाराणी आपण आसीगले स्वामी हेले स्वामी जानी न पारिली केन तुमर भक्ति भरा भूमिष्ठ प्रणाम ऐश्लक्षणी भव सौभाग्यवती भव पुत्रवती भव महाराणी पुत्रवती भव
ସ୍ୱାମୀ ଏ ମହାରାଣୀ। ଆପଣ କଣ କହୁଛନ୍ତି? ଆଜିକି 15 ବର୍ଷ ହେଲା ମୋ ଗର୍ଭରେ ସନ୍ତାନଟି ନାହିଁ, ଆଉ ଆପଣ କହୁଛ ପୁତ୍ରବତୀ ଭବ। ଏ ଆପଣ କଣ କହୁଛନ୍ତି ସ୍ୱାମୀ? ଆପଣ କଣ କହୁଛନ୍ତି? ନିଶ୍ଚୟ ମହାରାଣୀ। ଆଲୋ ଏ ପ୍ରାଣ ପ୍ରିୟ ସ୍ୱାମୀ ଦେବଦେବ ମହାଦେବ ଯେତେବେଳେ ସମସ୍ତଙ୍କ ଡାକ ଶୁଣନ୍ତି, ଆମର ମଧ୍ୟ ନିଶ୍ଚୟ ଡାକ ଶୁଣିବେ ଲୋ। ହଁ ହଁ, ନିଶ୍ଚୟ ଡାକ ଶୁଣିବେ, ସତରେ ଆଉ ସ୍ୱାମୀ? ଆମ କୋଳକୁ ନିଶ୍ଚୟ ସନ୍ତାନ ଦେବେ। ସେ ଦେବଦେବ ମହାଦେବ ଆମକୁ ନିଶ୍ଚୟ ସେ ସନ୍ତାନ ଦେବେ। ହଁ ମହାରାଣୀ। ହଁ ସ୍ୱାମୀ। ଆଲୋ ଏ ପ୍ରାଣ ପ୍ରିୟ ସ୍ୱାମୀ ଶୁଣିବ ନା? ମହାରାଣୀ ଗୋମର ନହୁଆ କାତର ଶୁଣିବେ ଈଶ୍ୱର। ଆଲୋ ଏ ମହାରାଣୀ। ସ୍ୱାମୀ ମହାରାଣୀ ଗୋମର ନହୁଆ କାତର ଶୁଣିବେ ଈଶ୍ୱର। ସନ୍ତାନ ଜନ୍ମିବ ଦାଣ୍ଡରେ ଖେଳିବ ହସିବ ସଂସାର। ସନ୍ତାନ ଜନ୍ମିବ ଦାଣ୍ଡରେ ଖେଳିବ ହସିବ ସଂସାର। ମହାରାଣୀ ଗୋମର ନହୁଆ କାତର ଶୁଣିବେ ଈଶ୍ୱର। ମହାରାଣୀ ଗୋମର ନହୁଆ କାତର ଶୁଣିବେ ଈଶ୍ୱର। ଅନୁଭବୀ ସେ ମହେଶ୍ୱର ମନ ଜାଣି ଦିଅନ୍ତି ବର। ସ୍ୱାମୀ ଅନୁଭବୀ ସେ ମହେଶ୍ୱର ମନ ଜାଣି ଦିଅନ୍ତି ବର। ମନ ବାଞ୍ଛା ପୂର୍ଣ୍ଣ କରିବେ ଈଶ୍ୱର। ମନ ବାଞ୍ଛା ପୂର୍ଣ୍ଣ କରିବେ ଈଶ୍ୱର। ଦେବେନ୍ଦ୍ର ଗିର ମହାରାଣୀ ଗୋମର ନହୁଆ କାତର ଶୁଣିବେ ଈଶ୍ୱର। ମହାରାଣୀ ଗୋମର ନହୁଆ କାତର ଶୁଣିବେ ଈଶ୍ୱର। ଆଲୋ ଏ ମହାରାଣୀ, ସ୍ୱାମୀ ଭକ୍ତି ଚିତ୍ତେ ଡାକିଲେ ଦେବଦେବ ମହାଦେବ ଆମ ଡାକ ନିଶ୍ଚୟ ଶୁଣିବେ ଲୋ। ହଁ, ସ୍ୱାମୀ। ନିଶ୍ଚୟ ଶୁଣିବେ। ହେଲେ ସ୍ୱାମୀ ସେ ଦେବଦେବ ମହାଦେବ ଆମ ଡାକ ନିଶ୍ଚୟ ଶୁଣିବେ। ହେଲେ ଆମ କୋଳକୁ ସନ୍ତାନ ଦେବେ ସ୍ୱାମୀ, ଆମ କୋଳକୁ ସନ୍ତାନ ଦେବେ। ନିଶ୍ଚୟ ମହାରାଣୀ। ସ୍ୱାମୀ ପ୍ରାଣପ୍ରିୟ ସୁରେଖା, ହଁ ସ୍ୱାମୀ ଏଥର ଆସ ମହାରାଣୀ, ସେଇ ଦେବଦେବ ମହାଦେବଙ୍କ ଶରଣ ଭିକ୍ଷା ତଳେ ଆମେ ଚାଲିଯିବା। ନା କଣ କହୁଛ? ହଁ ସ୍ୱାମୀ ଏଥର ଆମେ ଚାଲିଯିବା ସେ ବିଶ୍ରାମାଲୟକୁ। ନିଶ୍ଚୟ ମହାରାଣୀ, ସେଇ ବିଶ୍ରାମ କକ୍ଷରେ ବିଶ୍ରାମ କରି କିଛି କ୍ଷଣି ଚାଲିଯିବା ସେ ମହାଦେବଙ୍କ ଶରଣ କକ୍ଷକୁ। ଠିକ ଅଛି